ଏବେ ଏହି ଚ୍ୟାନେଲରେ ଆମେ ଲଙ୍ଗ ଭିଡ଼ିଓ ଷ୍ଟାର୍ଟ କରିବାକୁ ଯାଉଛୁ ଏବଂ ଆମର ପ୍ରଥମ ବିଷୟଟି ରହିବ ସମ୍ବଳ ଏବଂ ପ୍ରାକୃତିକ ସମ୍ବଳ। ବିଷୟଟି ବହୁତ ଛୋଟ ରହିବ ଏବଂ ଅଧିକ କିଛି କଥା ରହିବନି, ବାସ୍ ବିଷୟ ଉପରେ ହିଁ ରହିବ। ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ଜାଣିବା ସମ୍ବଳ କ'ଣ। ଓଡ଼ିଆରେ ସମ୍ବଳ କହିଲେ ସେହି ସମସ୍ତ ବସ୍ତୁ ବା ସେହି ସମସ୍ତ ପଦାର୍ଥକୁ ବୁଝାଏ ଯିଏକି ମଣିଷର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିଥାଏ। ଭୌଗୋଳିକ ଦୃଷ୍ଟିକୋଣରୁ ସମ୍ବଳକୁ ମୁଖ୍ୟତଃ କିଛି ଗୁଡ଼ିଏ ଭାଗରେ ବିଭକ୍ତ କରାଯାଇଛି। ପ୍ରାକୃତିକ ସମ୍ବଳ, ମାନବ ସମ୍ବଳ ଏବଂ ମାନବକୃତ ସମ୍ବଳ। ଯେହେତୁ ଆଜି ଆମେ କେବଳ ପ୍ରାକୃତିକ ସମ୍ବଳ ବିଷୟରେ ଜାଣିବା, ସେଥିପାଇଁ এই ଦୁଇଟି ସମ୍ବଳକୁ ଆମେ ଛାଡ଼ି ଦେଇଥିବା। କେବଳ ପ୍ରାକୃତିକ ସମ୍ବଳ ଉପରେ ଆମେ ଫୋକସ୍ କରିବା ଓ ତା ବିଷୟରେ ଡିଟେଲ୍ସରେ ଜାଣିବା। ଆସନ୍ତୁ ଜାଣିବା ପ୍ରାକୃତିକ ସମ୍ବଳ କ'ଣ। ପ୍ରକୃତି ଆମକୁ ଯେଉଁ ସମ୍ବଳଗୁଡ଼ିକ ଦେଇଥାଏ ତାହାକୁ ହିଁ ଆମେ ପ୍ରାକୃତିକ ସମ୍ବଳ ବୋଲି କହିଥାଉ। ଯେମିତିକି ଜଳ ହେଇଗଲା, ବାୟୁ ହେଇଗଲା, ସୌରଶକ୍ତି ହେଇଗଲା, ଜଙ୍ଗଲ, ମୃତ୍ତିକା, ଖଣିଜ ଦ୍ରବ୍ୟ, ବନ୍ୟପ୍ରାଣୀ, ଏହିପରି ଭାବରେ। ବ୍ୟବହାର ଏବଂ ଉପଲବ୍ଧତା ଅନୁସାରେ ଏହି ସମ୍ବଳକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ନବୀକରଣ ଯୋଗ୍ୟ, ଆଉ ଗୋଟେ ହେଉଛି ନବୀକରଣ ଅଯୋଗ୍ୟ। ନବୀକରଣ ଯୋଗ୍ୟ ମାନେ ହେଉଛି ଯୋଉଟାକି ପୁନର୍ବାର ଆଉଥରେ ତିଆରି କରାଯାଇପାରିବ କି ଯୋଉଟାକୁ ପ୍ରକୃତି ଆଉଥରେ ତିଆରି କରିପାରିବ। ଏବଂ ନବୀକରଣ ଅଯୋଗ୍ୟ ହେଉଛି ଯୋଉଟାକି ଥରେ ସରିଗଲେ ଆଉ ଦ୍ୱିତୀୟ ଥର ପାଇଁ ତିଆରି ହେଇପାରିବନି ବା ସୃଷ୍ଟି ହେଇପାରିବନି। ଏବେ ଜାଣିବା କେଉଁଗୁଡ଼ିକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ। ସୌରଶକ୍ତି, ପବନ ଶକ୍ତି, ଜଳ ଏବଂ ଜଙ୍ଗଲ। ଏବେ ଜାଣିବା ନବୀକରଣ ଅଯୋଗ୍ୟ ସମ୍ବଳ ବିଷୟରେ। ନବୀକରଣ ଅଯୋଗ୍ୟ ସମ୍ବଳ ହେଉଛି ଯୋଉଟାକି ଆମର ଗଚ୍ଛିତ ହେଇକି ବର୍ତ୍ତମାନ ଅଛି, ଆଉ ଯେତିକି ବି ଅଛି ଯଦି ୱାନ୍ସ ସେ ସରିଯାଏ ତାକୁ ଆମେ ଆଉ ପୁନର୍ବାର ଆଣିପାରିବାନି। ଏହା ବି ଦି ଭାଗରେ ବିଭକ୍ତ ହୋଇଅଛି। ଗୋଟେ ହେଲା ଜୀବାଶ୍ମ ଜାଳେଣୀ, ଆଉ ଗୋଟେ ହେଉଛି ଖଣିଜ ଦ୍ରବ୍ୟ। ଜୀବାଶ୍ମ ଜାଳେଣୀ କ'ଣ? କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍। ଏଗୁଡ଼ିକ ଯଦି ସରିଯିବ ତ ଆମେ ୟାକୁ ଆଉଥରେ ଆଣିପାରିବା ନାହିଁ ବା ସୃଷ୍ଟି କରିପାରିବା ନାହିଁ। ଆଉ ଯଦି ବି ଏହା ସୃଷ୍ଟି ହେବ ଆକୁ ତିଆରି ହେବା ପାଇଁ ହଜାର ହଜାର ବର୍ଷ ବା ଲକ୍ଷ ଲକ୍ଷ ବର୍ଷ ଲାଗିବ। ସେକେଣ୍ଡ ହେଉଛି ଖଣିଜ ଦ୍ରବ୍ୟ, ଯୋଉଟାକି ଆପଣ ଜାଣିଛନ୍ତି ଲୁହା, ତମ୍ବା, ଆଉ ଆମର ରହିଲା ସୁନା, ଏସବୁ ଜିନିଷ। ତ ଆଜି ଆମେ ଜାଣିଲେ ପ୍ରାକୃତିକ ସମ୍ବଳ ବିଷୟରେ ଏବଂ ସମ୍ବଳର କିଛିଟା ଜିନିଷ ଉପରେ ଏବଂ ପ୍ରାକୃତିକ ସମ୍ବଳ ଉପରେ। ଯାହା ବି ଆପଣଙ୍କୁ ଜଣେଇଲି ଏଇଟା ଟୋଟାଲ ପ୍ରାକୃତିକ ସମ୍ବଳ ବିଷୟରେ ମୁଁ ଆପଣଙ୍କୁ ଜଣେଇଦେଲି ମୋଟାମୋଟି କରିକି, କାହିଁକି ନା ବିଷୟଟାକୁ ଛୋଟ ରଖିବାକୁ ଚାହୁଁଛି ଏବଂ ଏଙ୍ଗେଜିଂ ରଖିବାକୁ ଚାହୁଁଛି। ବେସିକ୍ ଯୋଉଟା ରହୁଛି କ'ଣ କ'ଣ ରହୁଛି, ତାପରେ ମାନେ କ'ଣ କ'ଣ ତା ବିଷୟ ରହୁଛି ସଂକ୍ଷେପରେ ମୁଁ ସେଇ ଜିନିଷ ଆପଣଙ୍କୁ ଜଣେଇଦେଲି। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତ ଆପଣ ଆଉ ବି କ'ଣ କ'ଣ କାଳେ ମୁଁ ଛାଡ଼ି ଦେଇଛି ଆପଣ ମୋତେ ଜଣେଇବେ। ଆଉ ଯଦି ଆଉ କୋଉ ବିଷୟରେ ଆପଣ ଜାଣିବାକୁ ବି ଚାହୁଁଛନ୍ତି, ବୁଝିବାକୁ ଚାହୁଁଛନ୍ତି, ସେଇଟା ବି ଜଣେଇବେ। ଜଣେଇଲେ ମୁଁ ଆପଣଙ୍କୁ ଡିଟେଲ୍ସରେ ସେ ଜିନିଷଟା ବୁଝେଇ ପାରିବି ବା କହିପାରିବି। କ'ଣ ଆପଣ କୋଶ୍ଚିନ୍ ବି ରହୁଛି ଆପଣ ପଚାରି ପାରିବେ, କିଛି ଅସୁବିଧା ନାହିଁ।